ଦେଖନ୍ତୁ ଆଜି ବିଜୁ ଜନତା ଦଳ ପୁରୀ ଜିଲ୍ଲାକୁ 6 ଘଣ୍ଟା ଯୋଉ ବନ୍ଦ ଡାକରା ଦେଇଛି ଆମେ ତାକୁ ଦୃଢ ଭାବରେ ନିନ୍ଦା କରୁଛୁ। କାହିଁକି ନା ବଳଙ୍ଗାର ଯୋଉ ଝିଅଟି ଯୋଉଥିପାଇଁ ଆଜି ବିଜୁ ଜନତା ଦଳ ଆନ୍ଦୋଳନ ଡାକରା ଦେଇଛି ତା ପିତା ତା ପରିବାର ମୁରବୀ ଯେ ସିଏ ସ୍ପଷ୍ଟ ଭାବରେ କଥା ରଖିଛନ୍ତି ମାନସିକ ଅଶାନ୍ତି ଯୋଗୁଁ ଏ ଘଟଣା ଘଟିଲା। ତେଣୁ ୟାକୁ ନେଇ କୌଣସି ରାଜନୀତି ନ କରିବା ପାଇଁ ସେ ସ୍ପଷ୍ଟ ଭାବରେ ଅନୁରୋଧ କରିଛନ୍ତି ଏବଂ ତା ସହିତ ଓଡ଼ିଶା ପୋଲିସ ଇନକ୍ୱାରୀର ଶେଷ ପର୍ଯ୍ୟାୟରେ ତଦନ୍ତ ଶେଷ ପର୍ଯ୍ୟାୟରେ ଏବଂ ଏ ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ନାହିଁ ବୋଲି ସ୍ପଷ୍ଟ ଓଡ଼ିଶା ପୋଲିସ କରିଛି। ତେଣୁ ଏସବୁ ଘଟଣା ହେଲା ପରେ ଆଜି ଯଦି ବିଜୁ ଜନତା ଦଳ କେବଳ ରାଜନୈତିକ ରୁଟି ସେକିବା ପାଇଁ ଆଜି 6 ଘଣ୍ଟିଆ ପୁରୀ ଜିଲ୍ଲା ବନ୍ଦ ଡାକରା ଦେଇ କଣ ସୂଚେଇବାକୁ ଚାହୁଁଛି? ଓଡ଼ିଶାକୁ ପୁରୀ ଜଗନ୍ନାଥ ଦର୍ଶନ କରିବାକୁ ତ ଆସୁଥିବା ହଜାର ହଜାର ଲକ୍ଷ ଲକ୍ଷ ସଂଖ୍ୟାର ଭକ୍ତ ଆପଣ ଦେଖୁଥିବେ କୋଉଭଳି ଭାବରେ ହଇରାଣ ହଉଛନ୍ତି। ଯୋଉମାନେ ଜଗନ୍ନାଥ ଦର୍ଶନ କରିବାକୁ ପୁରୀରେ ରହିଯାଇଛନ୍ତି ସେମାନେ ବାହାରି ପାରୁନାହାନ୍ତି ବାହାରକୁ ଯିବା ପାଇଁ। ଏବଂ ଆହୁରି ଗୋଟିଏ ହାସ୍ୟାସ୍ପଦ କଥା ମୁଁ ଆପଣମାନଙ୍କ ଆଗେ ରଖିବି ଯେ ବିଜୁ ଜନତା ଦଳ 24 ବର୍ଷ ଶାସନ କରି ଏଇ ପୁରୀ ଜିଲ୍ଲାରେ 3ଟି ଭଉଣୀ ବେବିନା କଥା କୁହନ୍ତୁ, ଏ ତିଶ୍ରୀ କଥା କୁହନ୍ତୁ କି ମାଧବୀଲତା କଥା କୁହନ୍ତୁ, ଇଏ 3 ଜଣ ଭଉଣୀଙ୍କର ଯୋଉ ଜୀବନ ଯାଇଛି ଆଜି ପର୍ଯ୍ୟନ୍ତ ତାର କିଛି ସଠିକ ପ୍ରମାଣ ଦେଇପାରିଲା ବିଜୁ ଜନତା ଦଳ ସରକାର। ତେଣୁ ଆଜି ଯାହାର ପରିବାର ସ୍ପଷ୍ଟ ଭାବରେ କହୁଛି ୟାକୁ ରାଜନୀତି କରା ନ ଯାଉ। ତେଣୁ ଆପଣମାନେ ବିଜୁ ଜନତା ଦଳ ଆନ୍ଦୋଳନ କରି ଲୋକଙ୍କୁ ଯୋଉ ଅସୁବିଧାରେ ପକେଇ ଲୋକଙ୍କ ଯାତାୟାତଠୁ ଆରମ୍ଭ କରି ପ୍ରଦୂଷଣଠୁ ଆରମ୍ଭ କରି ଯୋଉ ଅସୁବିଧାରେ ପକଉଛି କେବଳ 24 ବର୍ଷର ଗୋଟେ ସରକାର ଥିଲେ 12-14 ମାସ ହେଇନି ସରକାର ଯିବା। ତେଣୁ ଭୋକ ବିକଳରେ ତାଟିଆ କାମୁଡ଼ିଲା ଭଳି ସେ ସେଥିପାଇଁ ଆଜିର ଆନ୍ଦୋଳନ। ଏବଂ ଦେଖିବା ଗୋଟିଏ କଥା ୟାକୁ ସାଧାରଣ ଜନତା ସମର୍ଥନ କରୁନାହାନ୍ତି। ଆପଣ ଦେଖନ୍ତୁ ବିଜୁ ଜନତା ଦଳ ଆଜି ପୁରୀ ଜିଲ୍ଲା ଯୋଉଠି ଗୋଟେ ଆନ୍ଦୋଳନ କରୁଛି ଆପଣ ଦେଖିବେ ଟିପଣନ୍ତୁ କୋଉଠି 5 ଜଣ କୋଉଠି 10 ଜଣ କୋଉଠି 15 ଜଣ କେବଳ ତାଙ୍କର କର୍ମୀ ଠିଆ ହେଇଛନ୍ତି ତାଙ୍କ ରାଜନୈତିକ ରୁଟି ଶିଖିବା ପାଇଁ। ତେଣୁ ୟାକୁ ଆମେ ଦୃଢ ଭାବରେ ନିନ୍ଦା କରୁଛୁ। 4.5 କୋଟି ଓଡ଼ିଆ ଭଲ ଭାବରେ ଜାଣିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶା ମୋହନ ଚରଣ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମହୋଦୟ କିଭଳି ଭାବରେ ବଳଙ୍ଗାର ଝିଅଟିର ଘଟଣା ଘଟିବା ପରେ ତତ୍ପରେ ତାକୁ ସ୍ୱାସ୍ଥ୍ୟ ସେବା ଯୋଗେଇ ଦେଲେ। ତେଣୁ ଏକଥା ସାରା 4.5 କୋଟି ଓଡ଼ିଶାବାସୀ ଜାଣିଛନ୍ତି ଏବଂ ପୋଲିସ କିଭଳି ଭାବରେ ତତ୍ପର ହେଇକି ତଦନ୍ତକୁ ସଠିକ ଦିଗରେ ନେଇ ତଦନ୍ତର ଶେଷ ପର୍ଯ୍ୟାୟରେ ପହଞ୍ଚିଲା। ତେଣୁ ଓଡ଼ିଶାର ଜନସାଧାରଣ ଭଲ ଭାବରେ ଜାଣିଛନ୍ତି।